ନା ଆକ୍ଚୁଆଲି ଏ ବିଷୟରେ ଆମେ ଜାଣିବା ପରେ ଆମେ ଇମିଡିଏଟ ଏନକ୍ୱାରି କରିଛୁ, ବ୍ୟାଙ୍କରୁ ଷ୍ଟେଟମେଣ୍ଟ ଆଣିଛୁ ଏବଂ ଯାହା ଜଣା ପଡୁଛି ଟ୍ରାଞ୍ଜାକ୍ସନ ହେଇଛି ତାଙ୍କର ପର୍ସନାଲ ଆକାଉଣ୍ଟ, ସୁପରିଟେଣ୍ଡେଣ୍ଟଙ୍କ ପର୍ସନାଲ ଆକାଉଣ୍ଟକୁ ଟ୍ରାନ୍ସଫର ହେଇଛି। କିନ୍ତୁ ଏବେ ସେ ନାହାନ୍ତି। ସୁପରିଟେଣ୍ଡେଣ୍ଟ କେଉଁ ପରିସ୍ଥିତିରେ ହେଇଛି ତାର ସୂଚନା ଆମେ ପାଇପାରିନାହୁଁ। ସେ ଆସିବା ପରେ ଆମେ ତା ବିଷୟରେ ସମ୍ପୂର୍ଣ୍ଣ ସୂଚନା ପାଇପାରିବୁ ବୋଲି ଆଶା ରଖିଛୁ। ଏବଂ ଯାହା ବି ହଉ, ଏମିତି ଟ୍ରାଞ୍ଜାକ୍ସନ ଗଭର୍ଣ୍ଣମେଣ୍ଟର ନିୟମ ଅନୁସାରେ ନିୟମକୁ ଉଲ୍ଲଂଘନ କରୁଛି। ଆମେ ଜାଣିଲା ପରେ ଏ ବିଷୟରେ ତାର ସମ୍ପୂର୍ଣ୍ଣ ତଦନ୍ତ କରିବୁ ଏବଂ ନିୟମ ଅନୁସାରେ ତାର ଉଚିତ ପଦକ୍ଷେପ ନେବୁ। ଦେଖନ୍ତୁ ମ୍ୟାଡ଼ାମ, ଏଟା ଯୋଉ ସୁପରିଟେଣ୍ଡେଣ୍ଟ ନିଜ ଆକାଉଣ୍ଟକୁ ଯୋଉ ଟ୍ରାନ୍ସଫର କରିଛନ୍ତି, ସେମିତି କିଛି ପ୍ରୋଭିଜନ ରହିଛି କି ଯେ ସରକାରୀ ମାନେ ଖଜଣାରୁ ଆପଣଙ୍କର ସେ ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରିବେ ବୋଲି? ନା, କୌଣସି ପରିସ୍ଥିତିରେ ସରକାରୀ ଆକାଉଣ୍ଟରୁ ନିଜ ଆକାଉଣ୍ଟକୁ ପର୍ସନାଲ ଆକାଉଣ୍ଟକୁ ଟ୍ରାନ୍ସଫର କରି ହେବ ନାହିଁ। ତ ସେ ତିନିଟା ଫେଜରେ ମ୍ୟାଡ଼ାମ 24 ଲକ୍ଷ ଟଙ୍କା ତାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଛି। କେମିତି ଜାଣିଲେ? ଜାଣିଲା ପରେ କଣ ବର୍ତ୍ତମାନ ପଦକ୍ଷେପ ଆପଣ ନେବେ? କେମିତି ଜାଣିଲେ ଆପଣ? ଆମେ ଖବର ପାଇଲୁ ଏବଂ ଖବର ପାଇଲୁ ସେ ନେଇଛନ୍ତି ବୋଲି, ଟ୍ରାଞ୍ଜାକ୍ସନ ହେଇଛି ବୋଲି ଆମେ ଖବର ପାଇଲୁ ଷ୍ଟେଟମେଣ୍ଟ ଏବଂ ଇମିଡିଏଟଲି ଆମେ ତାର ବ୍ୟାଙ୍କ ଷ୍ଟେଟମେଣ୍ଟ ବାହାର କରିକି ତାକୁ ଭେରିଫାଇ କରିଛୁ ଏବଂ ବ୍ୟାଙ୍କ ଷ୍ଟେଟମେଣ୍ଟ ଜଣା ପଡୁଛି ଟ୍ରାଞ୍ଜାକ୍ସନ 3ଟା ଷ୍ଟେପରେ ହେଇଛି। ଯୋଉ ଟ୍ରାଞ୍ଜାକ୍ସନ ହେଇଛି ସେଥିପାଇଁ କୌଣସି ମିଟିଂ ହରିକା ଆଗରୁ ହେଇଥିଲା କିମ୍ବା ନା ନା, କୌଣସି ମିଟିଂ ହେଇନାହିଁ। ହେଇପାରେ ମେ ବି ସେ ତାଙ୍କର ପର୍ସନାଲ ଆକାଉଣ୍ଟ ଯୋଉ କରିଛନ୍ତି, କୌଣସି କଲେଜର କାମ କିଛି କରିଛନ୍ତି କି ଡେଭଲପମେଣ୍ଟ ଅଛି? ନା, ସେମିତି କଲେଜ ଡେଭଲପମେଣ୍ଟ ଆକ୍ଟିଭିଟି ପାଇଁ ହଷ୍ଟେଲ ପଇସା ସେମିତି ୟୁଟିଲାଇଜ ବର୍ତ୍ତମାନ ହେଇନାହିଁ। କିନ୍ତୁ ଯେହେତୁ ସେ ନାହାନ୍ତି, ସେ ଆସି ପହଞ୍ଚିଲା ପରେ ଆମେ ଏ ବିଷୟରେ ସମ୍ପୂର୍ଣ୍ଣ ସୂଚନା ପାଇପାରିବୁ। କିନ୍ତୁ ଏଇଟା ଯୋଉ ହେବା ହେଇଛି, ଏଇ କାମଟା ଯୋଉ ହେଇଛି, ଏଟା ଆପଣ କେମିତି ନଜରରେ ଦେଖୁଛନ୍ତି? ଏଇଟା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଆମେ ନିଶ୍ଚିନ୍ତ ଭାବରେ এই ବିଷୟରେ ଗଭର୍ଣ୍ଣମେଣ୍ଟକୁ ବି ଅବଗତ କରେଇବୁ। ତା ପାଇଁ କଣ ପଦକ୍ଷେପ ଏଗେନଷ୍ଟରେ ଆମେ ସେ ତାଙ୍କଠୁ ଜାଣିଲା ପରେ ଆମେ ତା ଏଗେନଷ୍ଟରେ ନିଶ୍ଚିନ୍ତ କଠୋର ପଦକ୍ଷେପ ନେବୁ।